ପାକିସ୍ତାନର ଅର୍ଥନୀତି ବର୍ତ୍ତମାନ କଠିନ ପଥ ଦେଇ ଗତି କରୁଛି, ଯେଉଁଠାରେ ପ୍ରତ୍ୟେକ ପଥ ଋଣ ଆଡ଼କୁ ନେଇ ଯାଉଥିବା ପରି ମନେ ହେଉଛି। ମୁଦ୍ରାସ୍ଫୀତି, ଦୁର୍ବଳ ହେଉଥିବା ମୁଦ୍ରା ଏବଂ କ୍ଷୟକ୍ଷତି ମଧ୍ୟରେ ଏକ ବାରମ୍ବାର ପ୍ରଶ୍ନ ଉଠେ, ପାକିସ୍ତାନ କେଉଁ ଦେଶକୁ କେତେ ଋଣ ଦେବାକୁ ଅଛି? ଭାରତଠାରୁ ବି ପାକିସ୍ତାନ ଋଣ ନେଇଛି କି? ପାକିସ୍ତାନର ଋଣ। ଭାରତ ସହିତ ନିରନ୍ତର ଉତ୍ତେଜନାରେ ଥିବା ପାକିସ୍ତାନ ଏକ ଗଭୀର ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ସଂଘର୍ଷ କରୁଛି। ସଂସଦରେ ଉପସ୍ଥାପିତ ଆର୍ଥିକ ନୀତି ତଥ୍ୟ ଅନୁଯାୟୀ ଗତ ଆର୍ଥିକ ବର୍ଷରେ ପ୍ରତି ପାକିସ୍ତାନୀ ନାଗରିକଙ୍କ ଋଣ ବୋଝ ପ୍ରାୟ 13% ବୃଦ୍ଧି ପାଇ ପ୍ରାୟ 3,33,000 ପାକିସ୍ତାନୀ ଟଙ୍କାରେ ପହଞ୍ଚିଛି। ଏହାର ଅର୍ଥ ହେଉଛି ଯେ ପାକିସ୍ତାନରେ ଜଣେ ଶିଶୁ ଜନ୍ମ ହେବା ମାତ୍ରେ ସେମାନଙ୍କ ନାମରେ ଏକ ଗୁରୁତ୍ୱପୂର୍ଣ୍ଣ ଋଣ ପଞ୍ଜୀକୃତ ହୋଇସାରିଛି। ପରିସ୍ଥିତି ଏତେ ଭୟଙ୍କର ଯେ ଦେଶର ବଜେଟ୍ ନିଅଣ୍ଟ 3 ଟ୍ରିଲିୟନ ଟଙ୍କା ଅତିକ୍ରମ କରିସାରିଛି, ଯାହା ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଚୀନ ସବୁଠାରୁ ବଡ଼ ଋଣଦାତା। ଚୀନ ହେଉଛି ପାକିସ୍ତାନର ସବୁଠାରୁ ବଡ଼ ଋଣଦାତା। ବିଭିନ୍ନ ଆକଳନ ଅନୁଯାୟୀ ଚୀନ ପାକିସ୍ତାନ ପ୍ରତି ଋଣର ପରିମାଣ 26.5 ବିଲିୟନ ଡଲାରରୁ ପ୍ରାୟ 69 ବିଲିୟନ ଡଲାର ପର୍ଯ୍ୟନ୍ତ ହୋଇପାରେ, ବିଶେଷ କରି ଯଦି ଚୀନ ପାକିସ୍ତାନ ଅର୍ଥନୈତିକ କରିଡର ସହ ଜଡ଼ିତ ପ୍ରକଳ୍ପଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଏ। ଏହା ବ୍ୟତୀତ ଋଣରୁ ରକ୍ଷା ପାଇବା ପାଇଁ ପାକିସ୍ତାନକୁ ଚୀନ ବ୍ୟାଙ୍କଗୁଡ଼ିକରେ ଜମା ହୋଇଥିବା କୋଟି କୋଟି ଡଲାରକୁ ବାରମ୍ବାର ରୋଲ୍ ଓଭର କରିବାକୁ ପଡ଼ିବ। IMF ଏବଂ ବହୁପକ୍ଷୀୟ ପ୍ରତିଷ୍ଠାନଗୁଡ଼ିକର ଏକ ଅଧିକ ଭୂମିକା ରହିଛି। ପାକିସ୍ତାନ ମଧ୍ୟ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଏକ ପ୍ରମୁଖ ଋଣୀ। IMF ଠାରୁ ଏହାର ଋଣ ପ୍ରାୟ 7.5ରୁ 7.6 ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ଏହା ସହିତ ପାକିସ୍ତାନ ବିଶ୍ୱ ବ୍ୟାଙ୍କ ଏବଂ ଏସୀୟ ବିକାଶ ବ୍ୟାଙ୍କ ଭଳି ବହୁପକ୍ଷୀୟ ସଂସ୍ଥାକୁ ପ୍ରାୟ 38.8 ବିଲିୟନ ଡଲାର ଋଣୀ। ଏହା ପ୍ୟାରିସ୍ କ୍ଲବ ଦେଶଗୁଡ଼ିକୁ ମଧ୍ୟ ପ୍ରାୟ 7.5 ବିଲିୟନ ଡଲାର ଋଣୀ, ଯେତେବେଳେ ଏହାର ଆନ୍ତର୍ଜାତୀୟ ବଣ୍ଡ ଏବଂ ୟୁରୋ ବଣ୍ଡ ଜାରି ମୋଟ ପ୍ରାୟ 7.8 ବିଲିୟନ ଡଲାର ଋଣୀ। ତୁମେ ମଧ୍ୟ ଭାରତରୁ ଋଣ ନେଇଛ କି? ସରଳ କଥାରେ କହିବାକୁ ଗଲେ ଉତ୍ତର ହେଉଛି ନା। ଭାରତ ପାକିସ୍ତାନକୁ କୌଣସି ନୂତନ ଋଣ, କ୍ରେଡିଟ୍ ଲାଇନ୍ କିମ୍ବା ଆର୍ଥିକ ସହାୟତା ପ୍ରଦାନ କରେ ନାହିଁ। କୂଟନୈତିକ ସମ୍ପର୍କରେ ଅବନତି ହେବା ପରଠାରୁ ଭାରତ ସିଧାସଳଖ ଆର୍ଥିକ ସହାୟତାକୁ ସମ୍ପୂର୍ଣ୍ଣ ଭାବରେ ସ୍ଥଗିତ ରଖିଛି। ବର୍ତ୍ତମାନ ପାକିସ୍ତାନ ଭାରତଠାରୁ କୌଣସି ସକ୍ରିୟ ଆର୍ଥିକ ପ୍ୟାକେଜ କିମ୍ବା ବିକାଶ ଋଣ ପାଉନାହିଁ। ବିଶ୍ୱ ମଞ୍ଚରେ ଭାରତର ଭୂମିକା। ଯଦିଓ ଭାରତ ସିଧାସଳଖ ପାକିସ୍ତାନକୁ ଋଣ ଦିଏ ନାହିଁ, ତଥାପି ଏହା ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଭାରତ IMF, ବିଶ୍ୱ ବ୍ୟାଙ୍କ ଏବଂ ଏସୀୟ ବିକାଶ ବ୍ୟାଙ୍କର ସଦସ୍ୟ ଏବଂ ପାକିସ୍ତାନକୁ ପ୍ରଦାନ କରାଯାଇଥିବା ବଡ଼ ଋଣ ପ୍ୟାକେଜଗୁଡ଼ିକୁ ବାରମ୍ବାର ବିରୋଧ କରିଛି।